ହ୍ୟାଲୋ ଫ୍ରେଣ୍ଡସ୍ ନମସ୍କାର ମୁଁ ବିକାଶ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡିଓରେ। ତ ଫ୍ରେଣ୍ଡସ୍ ରାଜ୍ୟ ସରକାରଙ୍କର କୃଷକ ଓଡିଶା ବିଷୟରେ ଜାଣିବା। ଏହି ଯୋଜନାଟି କଣ, ଏହାର ଉଦ୍ଦେଶ୍ୟ କଣ, ଏଠାରେ କଣ କଣ ସୁବିଧା ରହିଛି, ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା ଏହି ଭିଡିଓରେ। ଭିଡିଓଟି ଶେଷ ଯାଏଁ ଦେଖନ୍ତୁ ଆଉ ଚ୍ୟାନେଲରେ ଯଦି ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ଦେଖନ୍ତୁ କୃଷକ ଓଡିଶା ହେଉଛି ଓଡିଶା ସରକାରଙ୍କର ଏକ କୃଷକ କେନ୍ଦ୍ରୀକୃତ ପୋର୍ଟାଲ, ଯାହାକୁ 2018 ମସିହାରେ ଆରମ୍ଭ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଦେଖିବାକୁ ଗଲେ ଓଡିଶାର ସମସ୍ତ କୃଷକ ମାନଙ୍କୁ ଏକ ସିଙ୍ଗଲ ପ୍ଲାଟଫର୍ମକୁ ନେଇ ସରକାରୀ ଯୋଜନା, ସହାୟତା ଓ ସୁବିଧା ଗୁଡିକ ସହଜରେ ପହଞ୍ଚେଇବା। କୃଷକ ଓଡିଶା ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ ଦେଖନ୍ତୁ, କୃଷକ ଓଡିଶାର ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ ଦେଖିବାକୁ ଗଲେ ଏହା ସମସ୍ତ କୃଷକଙ୍କୁ ଏକକ ପରିଚୟ ବା ୟୁନିକ୍ ଫାର୍ମର ଆଇଡି ସୃଷ୍ଟି କରିଥାଏ। ଏହି କୃଷକ ଓଡିଶା କଲେ ଆପଣମାନଙ୍କୁ ଏକ ଫାର୍ମର ଆଇଡି ମିଳିଥାଏ, ଯାହାଙ୍କ ୟୁନିକ୍ ଫାର୍ମର ଆଇଡି ରହିଥାଏ। ଆଉ ଏକ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ କୃଷି କ୍ଷେତ୍ରରେ ସିଚାଇରେ ସହାୟତା, ସବସିଡି, ବୀମା ସୁବିଧା ସିଧାସଳଖ କୃଷକଙ୍କ ପାଖକୁ ପହଞ୍ଚାଇବା। ଦେଖନ୍ତୁ କୃଷକ ଓଡିଶାର ଆଉ ଏକ ଉଦ୍ଦେଶ୍ୟ ରହିଛି ଡିବିଟି, ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ସହାୟତା ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ପହଞ୍ଚାଇବା। ଏହାର ଆଉ ଏକ ମୂଳ ଉଦ୍ଦେଶ୍ୟ ସମସ୍ତ କୃଷି ଯୋଜନା ଯେମିତି ସିଏମ କିଷାନ, ପିଏମ କିଷାନ, ସିଡ୍ ଡିବିଟି, ଫର୍ଟିଲାଇଜର ସବସିଡି, କ୍ରପ ଇନ୍ସୁରାନ୍ସ, ଏହି କୃଷକ ଓଡିଶାରେ ଆପଣମାନେ ରେଜିଷ୍ଟ୍ରି କରିଥିଲେ ଆପଣଙ୍କୁ ସରକାରଙ୍କର ସିଏମ କିଷାନ ଯୋଜନା, ପିଏମ କିଷାନ ଯୋଜନା, ବିହନ, ସାର ଆପଣଙ୍କୁ ସବସିଡି ପାଇପାରିବେ ଏବଂ କ୍ରପ ଇନ୍ସୁରାନ୍ସ ମଧ୍ୟ ମିଳିପାରିବେ, ଯେମିତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମଧ୍ୟ କରିପାରିବେ। ଏବେ ଜାଣିବା କୃଷକ ଓଡିଶାରେ କଣ କଣ ରହିଛି। କୃଷକ ଓଡିଶାରେ ଆପଣ ଫାର୍ମର ରେଜିଷ୍ଟ୍ରେସନ କରିପାରିବେ, ସିଏମ କିଷାନ ଯୋଜନା କରିପାରିବେ, ପିଏମ କିଷାନ ଯୋଜନା କରିପାରିବେ, ବୀଜ, ଖାଦ୍ୟ, କୀଟନାଶକ ରେ ଆପଣ ସବସିଡି ପାଇପାରିବେ, ଫସଲ ବୀମା କରିପାରିବେ, ଧାନ ମଣ୍ଡି ବିକ୍ରୟ କରିପାରିବେ। ଏବେ ଜାଣିବା କୃଷକ ଓଡିଶାରେ ରେଜିଷ୍ଟ୍ରେସନ ପାଇଁ କଣ କଣ ଡକୁମେଣ୍ଟ ଲାଗିଥାଏ। ଦେଖନ୍ତୁ କୃଷକ ଓଡିଶା ରେଜିଷ୍ଟ୍ରେସନ ପାଇଁ ଆପଣଙ୍କୁ ଆପଣଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ପଟ୍ଟା, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ ଗୋଟେ ଲାଗିଥାଏ। ଏହି ସବୁ ଡକୁମେଣ୍ଟ ଥିଲେ ଆପଣ କୃଷକ ଓଡିଶାରେ ରେଜିଷ୍ଟ୍ରେସନ କରିପାରିବେ। ତ ଶୀଘ୍ର ଶୀଘ୍ର କୃଷକ ଓଡିଶା ରେଜିଷ୍ଟ୍ରେସନ କରାଇ ନିଅନ୍ତୁ। ବର୍ତ୍ତମାନ କୃଷକ ଓଡିଶା ରେଜିଷ୍ଟ୍ରେସନ ଚାଲୁ ରହିଛି, ତ ଶୀଘ୍ର ଶୀଘ୍ର କରନ୍ତୁ। ଆଉ ଯେଉଁମାନେ ଅଲରେଡି କୃଷକ ଓଡିଶା ରେଜିଷ୍ଟ୍ରେସନ କରିଦେଇଛନ୍ତି ସେମାନେ ବି କୃଷକ ପୋର୍ଟାଲରେ ଲ୍ୟାଣ୍ଡ ସିଡିଂ କରାଇ ନିଅନ୍ତୁ। ଆଉ କିଛି କରେକ୍ସନ ବି କରାଇବାର ଅଛି, ତାହେଲେ ସେଟା ବି ବର୍ତ୍ତମାନ ଚାଲୁ ଅଛି। ତ ଶୀଘ୍ର ଶୀଘ୍ର ନ୍ୟୁ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ। ଆଉ ଯାହାର ବି କିଛି କରେକ୍ସନ କରିବାର ଅଛି ତ ଶୀଘ୍ର କରାଇ ନିଅନ୍ତୁ। ବର୍ତ୍ତମାନ ଏସବୁ ଚାଲୁ ରହିଛି। ଏବେ ଜାଣିବା କୃଷକ ଓଡିଶା କେଉଁଠୁ ଆବେଦନ କରିବେ। ଦେଖନ୍ତୁ କୃଷକ ଓଡିଶା ରେଜିଷ୍ଟ୍ରେସନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କ ପଞ୍ଚାୟତରେ ଥିବା ଆମ ସେବା କେନ୍ଦ୍ରରେ ଯାଇ ଏହା ଆବେଦନ କରିପାରିବେ। ଆପଣ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କୁ ସମସ୍ତ ଡକୁମେଣ୍ଟ ତାଙ୍କୁ ଦେବେ ଓ କହିବେ କି ସେ ଆପଣଙ୍କୁ କୃଷକ ଓଡିଶାରେ ପୋର୍ଟାଲରେ ରେଜିଷ୍ଟ୍ରେସନ କରିଦିଅନ୍ତୁ ବୋଲି। ଫଳରେ ସେମାନେ କୃଷକ ଓଡିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିଦେବେ। ଆପଣଙ୍କୁ ଏକ ଫାର୍ମର ଆଇଡି ପ୍ରିଣ୍ଟ କରିକି ଦେବେ, ଫଳରେ ଆପଣ କୃଷକ ଓଡିଶାରେ ରେଜିଷ୍ଟ୍ରେସନ ହୋଇପାରିବେ। ଆପଣଙ୍କୁ ସେଇ ଫାର୍ମର ଆଇଡି ଟି ଲାଷ୍ଟକୁ ଦେଖାଇଦେବି। ଭିଡିଓଟି ଏତିକିରେ ଶେଷ କରୁଛି। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ ଆଉ ଚ୍ୟାନେଲରେ ନୂଆ ଆସିଥିଲେ ସବସ୍କ୍ରାଇବ କରିଦିଅନ୍ତୁ।